ଆଜି ଆପଣମାନଙ୍କୁ ଦେଖେଇବି କେମିତି ମୁଁ ଡାଇନେଥସ୍ ଗଛ ଛୋଟ ଛୋଟ କଟିଂରୁ ଗ୍ରୋ କରିକି ତାକୁ ସିଫ୍ଟ କରେ ଆଉ ତାର ମାଟି ପ୍ରିପାରେସନ୍ କେମିତି କରେ। ଏଇଠି ମୁଁ ଗୋଟେ ଛୋଟ ମାଟି କୁଣ୍ଡଟେ ନେଇଛି ଆଉ ମାଟି କୁଣ୍ଡରେ ଏଇ ଡାଇନେଥସ୍‌ଟାକୁ ଲଗେଇବି। ଏଇଟା ହେଉଛି ଥୋପା ଡାଇନେଥସ୍ ପିଙ୍କ ରଙ୍ଗର, ଯୋଉଟାକି ମୋର ଗତ ବର୍ଷ ଆଣିକି ଲଗେଇଥିନି ଆଉ ସେଇଟା ଥୋପା ଥିଲା ବୋଲିକି ମୋର ଏବେ ପର୍ଯ୍ୟନ୍ତ ରହିଛି। ମାନେ ଗୋଟେ ପାଖୁଡ଼ା ଡାଇନେଥସ୍ ନା ଏତେ ଭଲ କଅଁଳେଇନି କି ତାର କଅଁଳୁଥିବା ପାର୍ଟର ବି ମଧ୍ୟ ଏତେ ଚାରା ହୁଏନି। ବାକି ଆପଣ ଯଦି ଥୋପା ଟିକେ ଅଧିକା ଟଙ୍କା ଦେଇକି ଆଣିବେ ନା, ମାନେ ଅଧିକା ଟିକେ ପ୍ରାଇସ୍ ପଡ଼ିବ, 20 ଟଙ୍କାରୁ 30 ଟଙ୍କା ଭିତରେ ୟାର ଗଛ ଗୁଡ଼ାକ ମିଳିବ। ବହୁତ ଦିନ ପର୍ଯ୍ୟନ୍ତ ଆପଣଙ୍କୁ ଏଇ ଥୋପା ଗଛ ଫୁଲ ବି ଦବ, ଖରା ଦିନରେ ବି ଫୁଲ ଫୁଟେ ଆଉ ହେଉଛି ଖରା ଦିନ ସହିତ ଏ ଗଛ ଆପଣଙ୍କୁ ବହୁତ ସାରା କଅଁଳିକି ଏମିତି ଚାରା ପ୍ରସ୍ତୁତ ହେଇଯାଏ, ଯାହାକି ଆପଣଙ୍କୁ ନେକ୍ସଟ ସିଜନକୁ ଆପଣଙ୍କୁ ବହୁତ ସାରା ଗଛ ମିଳିଯାଏ। ଗୋଟେ ଗଛରୁ ମିନିମମ୍ ଆପଣଙ୍କୁ 50ରୁ 60ଟା ଗଛ ମିଳିଯିବ, ଯାହାକୁ ଆପଣ ଲଗେଇ ଲଗେଇ ବିରକ୍ତି ପାଇଯିବେ। ମୋତେ ଏଇ ଗଛ ବହୁତ ପସନ୍ଦ ହେଇଯାଇଛି। ପ୍ରଥମ କରିକି ଯେବେ ମୁଁ ଗାର୍ଡ଼େନିଂରେ ଆଡ଼୍ କରିଥିଲି ଡାଇନେଥସ୍ ଗଛ, ଗୋଟେ ପାଖୁଡ଼ିଆ ଆଣୁଥିଲି ଆଉ ସେଗୁଡ଼ାକ ସିଜନ୍ ଗଲା ପରେ ନଷ୍ଟ ହେଇଯାଉଥିଲା। ଆଉ ଯେବେଠୁ ମୋର ଡବଲ୍ ପେଟାଲ୍ ମାନେ ଥୋପା ଡାଇନେଥସ୍ ମୁଁ ଆଡ଼୍ କରିଛି ଗାର୍ଡ଼େନିଂରେ, ତ ସେବେଠୁ ମୋ ଗଛ ସବୁବେଳେ ପାଇଁ ରହିଛି ଆଉ ଫୁଲ ବି ଖରା ଦିନରେ ବି ମିଳିଛି। ବର୍ଷା ଦିନରେ ଫୁଲ ଫୁଟେ କିନ୍ତୁ ବହୁତ କମ୍ ଫୁଟେ ଆଉ ତାର ଫୁଲ ପାଖୁଡ଼ା ଗୁଡ଼ାକ ପାଣି ଜମିକି ଲାଳୁକା ଧରିନିଏ, ଯୋଉଥିପାଇଁ ନଷ୍ଟ ହେଇଯାଏ ବହୁତ କମ୍ ଦିନରେ, ଫୁଲ ଗୁଡ଼ାକ କଳା ପଡ଼ିଯାଏ। ବାକି ୟାର ମଦର ପ୍ଲାଣ୍ଟ ଆପଣ ଯଦି ରଖିବେ ବଞ୍ଚେଇକିନା, ଏମିତିକା ବହୁତ ସାରା ହେଉଛି ଖରା ଦିନରେ ଫୁଲ ଦେବ ଆଉ ଛୋଟ ଛୋଟ ଏମିତି ଚାରା ଯଦି ବନେଇବେ, ସେଇ ଚାରାରୁ ହିଁ ଆପଣଙ୍କୁ ଶୀତ ଦିନରେ ଫୁଲ ମିଳିବ, କାହିଁକିନା ମଦର ପ୍ଲାଣ୍ଟରେ ଶୀତ ଦିନରେ ଫୁଲ ଆସେନି ଏମିତି କରିକି। ଏମିତି ମୋର ନାଲି ଆଉ ଖଇରୀ ତା ସାଥିରେ ଧଳା ଏମିତି ମିଶା ରଙ୍ଗ ଗୋଟେ ଡାଇନେଥସ୍ ଯୋଉଟା ମଦର ପ୍ଲାଣ୍ଟରୁ ବହୁତ ସାରା ଚାରା ବନେଇଛି। ଆଉ ସେଗୁଡ଼ାକ ଏମିତି ବଡ଼ କଣ୍ଟେନର ବି ଲଗେଇବେ, ଯଦି ବୁଦା ମାରିକି ପୁରା ବଢ଼ିଆ ସେ ଗଛ ଗୁଡ଼ାକ ହେବ ବଡ଼ ବଡ଼। ଆଉ ଯଦି ଏମିତି ଛୋଟ ଛୋଟ ଚକୋଲେଟ୍ ଡବାରେ ଲଗେଇବେ ତ ସେ ବହୁତ ବଢ଼ିଆ ଏମିତିକା ହେବ। ଦେଖିପାରୁଥିବେ ମଦର ପ୍ଲାଣ୍ଟର ଗ୍ରୋଥ୍, ଦେଖିପାରୁଥିବେ କେତେ ସାରା ଚାରା ଏଥିରୁ ବନେଇ ହେବ, ଭାବିପାରୁଥିବେ ଏଇଠୁ ଦେଖିକି। ଗଛଟା ପୁରା ମିନିମମ୍ ଲଟା ଭଳିଆ ହେଇଛି। ଆଉ ଏଇ ଛୋଟ ଗଛରୁ 50ରୁ 60ଟା ପାଖାପାଖି ମୋତେ ଚାରା ମିଳିଯିବ। ବେଶୀ କିଛି ପରିଶ୍ରମ ନାହିଁ, ଡାଳ ଗୁଡ଼ାକ ଏମିତି ଛୋଟ ଛୋଟ କଟ୍ କରନ୍ତୁ, କରିକି ତାକୁ ଖାଲି ବାଲିରେ ଜର୍ମିନେଟ୍ କରିପାରିବେ, ମାଟିରେ ବି ଜର୍ମିନେଟ୍ କରିପାରିବେ, ଖାଲି ପାଣିରେ ବି ଜର୍ମିନେଟ୍ କରିପାରିବେ। ସବୁଠୁ ଅଧିକା ସ୍ପିଡ଼ି ଜର୍ମିନେଟ୍ ହେଇଥାଏ ବାଲିରେ। ତ ବିନା ରୁଟେକ୍ସ ପାଉଡ଼ର ଯଦି ଜର୍ମିନେଟ୍ କରିବେ ତ ବାଲି ହିଁ ବେଷ୍ଟ ରହିବ ଆପଣଙ୍କ ପାଇଁ। ଆଉ ଏଇଥିରେ ଆପଣ ହେଉଛି ଥୋପା ଡାଇନେଥସ୍ ଲଗାନ୍ତୁ ନା, ବହୁତ ହି ଭଲ ରହିବ। ଛୋଟ ଛୋଟ କଣ୍ଟେନରରେ ବି ଆରାମସେ ଗ୍ରୋ କରିବ। ମାଟି କୁଣ୍ଡ, ଚକୋଲେଟ୍ ଡବା, ଆପଣ ଛୋଟ ଛୋଟ କପ୍ରେ, ଛୋଟ ଛୋଟ 1 ଗ୍ଲାସ୍ରେ, ଏମିତି ସବୁଥିରେ କଣ୍ଟେନରରେ ଆପଣ ଗ୍ରୋ କରିପାରିବେ ଆଉ ଫୁଲ ବି ସଫିସିଏଣ୍ଟ ପାଇଯିବେ। ଗତ ବର୍ଷ ତ ମୋର ୟାର 2ଟି କଲେକ୍ସନ୍ ଥିଲା, ଏଥରକ ମୁଁ ନୂଆ ନୂଆ ଆଡ଼୍ କରିଛି 6ରୁ 7ଟା କଲେକ୍ସନ୍। ଆଗକୁ ଭିଡ଼ିଓ ଆଣିବି ମୋର ଗାର୍ଡ଼େନିଂରେ, ନିଶ୍ଚିତ ଭାବେ ସେୟାର କରିବି।